ଆଜି ଜାନୁଆରୀ 18 ତାରିଖ ଆଜି ସୁଭଦ୍ରା ପଇସା ଆସିବ। ତ ଆପଣମାନେ ଦେଖନ୍ତୁ ଆଜି ବହୁତ ନ୍ୟୁଜ୍ରେ ଦେଖିଥିବେ କି ଆପଣମାନେ ୟୁଟ୍ୟୁବରେ ମଧ୍ୟ ଦେଖିଥିବେ ଆଜି ପଇସା ଆସିବାର ଅଛି। କିନ୍ତୁ କେଉଁମାନେ ପଇସା ପାଇବେ କେଉଁମାନେ ନାହିଁ ତାହା ତ ମୁଁ ଗୋଟେ ଭିଡ଼ିଓରେ ଆପଣମାନଙ୍କୁ ଦେଇଦେଇଛି, ଆପଣ ଦେଖିପାରିବେ। ହେଲେ ବି ମୁଁ ଆପଣମାନଙ୍କୁ ଜଣାଇ ଦେଉଛି ଯେ ଯେଉଁମାନେ ନୂଆକି ଆପ୍ଲାଏ କରିଥିଲେ ନଭେମ୍ବର ମାସରେ ଯେଉଁ ଆପ୍ଲାଏ ଚାଲିଥିଲା ନୂଆକି, ଯେଉଁମାନେ ଏବେ ନୂଆ ଆପ୍ଲାଏ କରିଛନ୍ତି ସେମାନେ 5,000 ଟଙ୍କା କିସ୍ତି ପାଇବେ। ଆଉ ଯେଉଁମାନଙ୍କର ପେଣ୍ଡିଂ ଥିଲା ପଇସା ଆସିନଥିଲା କିଛି ବି କାରଣରୁ, ମାନେ ଆପଣଙ୍କର ଡିଟେଲ୍ସ କିଛି ଇନସଫିସିଏଣ୍ଟ ଥିଲା, ସେଥିପାଇଁ ଆପଣମାନଙ୍କର କିଛିଟା ପଇସା ଆସିନଥିଲା। ଧରାଯାଉ ଗୋଟେ କିସ୍ତି ପାଇକି ଦୁଇଟା ପାଇନଥିଲେ କିମ୍ବା ଆପଣ ଗୋଟେ ବି ପାଇନଥିଲେ, ତାଙ୍କର ଯଦି ଠିକ୍ଠାକ୍ ହେଇଯାଇଛି ସବୁ କିଛି, ତାହେଲେ ଆଜିକା ଡେଟ୍ରେ ଆପଣଙ୍କର ବି ସମସ୍ତ ପଇସା ଆସିଯିବ। ଯେଉଁମାନେ ନୂଆ ଆପ୍ଲାଏ କରିଛନ୍ତି ସେମାନଙ୍କର ଗୋଟେ କିସ୍ତି ଆସିବ, କିନ୍ତୁ ଯେଉଁମାନଙ୍କର ପେଣ୍ଡିଂ ଥିଲା ପଇସା, ଯାହାର ଗୋଟେ ଥିଲା ସେ ଗୋଟେ ପାଇବ, ଯାହାର ଦୁଇଟା ଥିଲା ସେ ଦୁଇଟା ପାଇବ, ଯାହାର ତିନିଟା ଥିଲା ତିନିଟା ପାଇବ। ଆଜି ଆପଣମାନଙ୍କୁ ଏ ଭିଡ଼ିଓରେ ଆପଣଙ୍କୁ କମ୍ପ୍ଲିଟ୍ ଇନଫର୍ମେସନ୍ ଦେଇଦେଲି କେଉଁମାନେ ପାଇବେ ନ ପାଇବେ। ତ ଯଦି ଆପଣଙ୍କର ସବୁ କିଛି ଠିକ୍ ହେଇଯାଇଛି, ଆପଣଙ୍କ ବ୍ୟାଙ୍କକୁ ପଇସା ଆସିନି, ତାହେଲେ ଆପଣମାନେ କେମିତି କ'ଣ ଚେକ୍ କରିବେ ଚାଲନ୍ତୁ ମୁଁ ଦେଖାଇ ଦେଉଛି। ତ ଗୋଟେ କଥା ତ ପ୍ରଥମେ ଆପଣ ଜାଣି ନିଅନ୍ତୁ ଯେ ଆପଣଙ୍କ ପଇସା ସବୁ ଠିକ୍ ଅଛି, ଏପର୍ଯ୍ୟନ୍ତ ପଇସା ଆସିଲାନି ବୋଲି ଭାବୁଛନ୍ତି ଯଦି, ତାହେଲେ ଦେଖନ୍ତୁ ମୁଁ ଏଇ ଭିଡ଼ିଓରେ ଆପଣମାନଙ୍କୁ ଜଣାଇ ଦେଉଛି କ'ଣ ପାଇଁ ପଇସା ଆସିବ, ଆପଣମାନେ ପଇସା ପାଇବେ କି ନାହିଁ। ଆଜି ତ 18 ତାରିଖ 12ଟା ଗୋଟେ ହେଲାନି, ଆପଣଙ୍କର ପଇସା ଆସିନାହିଁ। ଯଦି ଆପଣ ବ୍ୟସ୍ତ ହେଉଛନ୍ତି କ'ଣ ପାଇଁ ପଇସା ଆସିଲା କ'ଣ ପାଇଁ ନାହିଁ, ତାହେଲେ ଦେଖନ୍ତୁ ମୁଁ ଆପଣମାନଙ୍କୁ କହିଦେଉଛି ଯେ ଆଜି ରବିବାର ଅଛି, ଆଜି ବ୍ୟାଙ୍କର ଛୁଟି ଟାଇମ୍ ଅଛି, ମାନେ ଛୁଟି ଦିନ ଅଛି ଆଜି, ସେଥିପାଇଁ ହୁଏତ ପଇସା ଆସିନଥାଇପାରେ। କିନ୍ତୁ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କିପରି ଆପଣଙ୍କର ପଇସା କେଉଁ ବ୍ୟାଙ୍କକୁ ଆସିବ, କେମିତି ଆସିବ କି ନାହିଁ ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ କେମିତି ଚେକ୍ କରିବେ ଚାଲନ୍ତୁ ମୁଁ କହିଦେଉଛି। ପ୍ରଥମେ ଆପଣ କ୍ରୋମ୍ ବ୍ରାଉଜର କି ଗୁଗଲରେ ଖୋଲନ୍ତୁ। ଖୋଲିସାରିଲା ପରେ ଏଠାରେ NPCI ଲେଖିକି ସର୍ଚ୍ଚ କରନ୍ତୁ। କରିସାରିଲା ପରେ ପ୍ରଥମରେ ଯେଉଁ ଲିଙ୍କ୍ ଆସି ତାରି ଉପରେ କ୍ଲିକ୍ କରନ୍ତୁ। ତାପରେ ଦେଖନ୍ତୁ ଏମିତି କିଛି ଆସିଯିବ। ଏଠାରେ ଆସିସାରିଲା ପରେ ଆପଣଙ୍କୁ ତଳକୁ ସ୍କ୍ରଲ୍ କରିକି ଚାଲିଯାଆନ୍ତୁ। ଏଠାରେ ଦେଖନ୍ତୁ ଯେଉଁ କଷ୍ଟମର ଲେଖା ଅଛି ଏହାରି ଉପରେ କ୍ଲିକ୍ କରନ୍ତୁ। ଏଠାରେ ତାପରେ ଦେଖନ୍ତୁ ଏଠାରେ ଆଧାର ସେଟିଂ ଷ୍ଟାଟସ୍ ଅଛି, ତାହାରି ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଏମିତି କିଛି ଆସିଯିବ। ଏଠାରେ ଦେଖନ୍ତୁ ଆଧାର ମ୍ୟାପେଡ୍ ଷ୍ଟାଟସ୍ ଯେଉଁ ଅଛି ତାହାରି ଉପରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ଆପଣଙ୍କ ଆଧାର ନମ୍ବରକୁ ଏଣ୍ଟର କରିଦିଅନ୍ତୁ। ମାନେ ଯେଉଁ ମହିଳା କି ଝିଅ ଲୋକ ଯିଏ ବି ଯଦି ସୁଭଦ୍ରା ପାଉଛନ୍ତି ତାଙ୍କ ପଇସା ଆସିବ କି ନାହିଁ, କେଉଁ ବ୍ୟାଙ୍କକୁ ଆସିବ ବୋଲି ଜାଣିବାକୁ ଚାହୁଁଛନ୍ତି, ତାହେଲେ ତାଙ୍କର ଏଠାରେ ଆଧାର ନମ୍ବର ଦିଅନ୍ତୁ। ତାପରେ ଏଠାରେ କ୍ୟାପଚାକୁ ଏଣ୍ଟର କରିଦିଅନ୍ତୁ। ଚେକ୍ ଷ୍ଟାଟସ୍ ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କ ଆଧାର ସହିତ ଥିବା ରେଜିଷ୍ଟର ମୋବାଇଲ ନମ୍ବରକୁ ଗୋଟେ OTP ଆସିବ। OTPକୁ ଏଠାରେ ଏଣ୍ଟର କରିଦିଅନ୍ତୁ। OTPକୁ ଏଣ୍ଟର କରିସାରିଲା ପରେ କନଫର୍ମ ଉପରେ କ୍ଲିକ୍ କରନ୍ତୁ। ତାପରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଆସିଯାଇଛି, ଏଠାରେ ଦେଖନ୍ତୁ ଆପଣଙ୍କ ଆଧାର ନମ୍ବର ଆସିଯାଇଛି ଉପରେ। ତାପରେ ଦେଖନ୍ତୁ ଏଠାରେ ବ୍ୟାଙ୍କ ନେମ୍ ହେଲା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ। ତ ଯାହାର ମୁଁ ଚେକ୍ କରିଛି ତାଙ୍କର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସହିତ ଆଧାର ସେଟିଂ ଅଛି, ତ ତାଙ୍କର ପଇସା ଆସିଲେ ସେ ବ୍ୟାଙ୍କକୁ ଆସିବ। ଆପଣଙ୍କର ଯଦି ସବୁ କିଛି ଠିକ୍ ଅଛି ତାହେଲେ ଧୈର୍ଯ୍ୟ ଧରିକି ଆପଣ ୱେଟ୍ କରନ୍ତୁ, ଆପଣଙ୍କ ପଇସା ଏହି ବ୍ୟାଙ୍କକୁ ହିଁ ଆସିବ। ଆଜି ଯେହେତୁ ରବିବାର ଅଛି, ଆଜି ଯେହେତୁ ଆସିନପାରେ, କାଲି କିନ୍ତୁ ନିଶ୍ଚୟ ଆସିଯିବ। ତ ଆପଣ କାଲି ବ୍ୟାଙ୍କ ଟାଇମ୍ ହେବା ପରେ ତାପରେ ଚେକ୍ କରନ୍ତୁ, ଆପଣଙ୍କ ବ୍ୟାଙ୍କକୁ ନିଶ୍ଚୟ ପଇସା ଆସିଯିବ, ଆପଣ ଜାଣିପାରିବେ। ତ ଆଜିର ଭିଡ଼ିଓ ପାଇଁ ଏତିକି ଥିଲା, ରହୁଛି।